ନାଲକୋରେ ଗୋଟେ ହୋଲି ସେଲିବ୍ରେସନ ହଉଥିବ ଆଉ ମୁଁ ଯାଇକିରି ଥେଇ ହେବିନି କଣ ହବ ତ ହଁ ଗାଇସ୍ ମୁଁ ହଉଛି ଅନୁଗୁଳରୁ ପ୍ରୀତମ ସକାଳୁ ସକାଳୁ ପୁରୀ ତରକାରୀ ଆଉ ଶାଗ ବାଡେଇ ଦେଇକିରି ବାହାରି ପଡିଲି ଯିବା ପାଇଁ ତା ପୂର୍ବରୁ ବଢିଆ ଲାଗୁଛି ଯେ ସାଙ୍ଗଟାକୁ ଏଠୁ ଫୋନ କରିକିରି କହିଲେ ଆସ ଭାଇ ଯିବା ଟିକେ ଖେଳିକିନି ପଳେଇ ଆଇବା ତୁ ନେଇକିନି ଖାଇ ପିଇକିନି ବି ପଳେଇ ଆଇବା ଇଏ ହେଠୁ ହଲି ହଲି ଆଉଛି ଚାଲି ମୁଁ ତାକୁ କହିଲି ଆସେ ବୋଲେ ଜଲ୍ଦି ଯିବା ନାଇଁ ଆଇବାର ନାହିଁ ହେଠୁ ସ୍ପଟ ଉପରେ ପହଞ୍ଚିଲା ବେଳକୁ ତ ଏ ମହାସ ପୁରା ଉଠେଇ ପକେଇ ଖାଇବାରେ ବ୍ୟସ୍ତ ଆଉ ଇ ଶଳା କି ଦାନ୍ତ ହେଠୁ ଏପଟିକି ଆଇଲା ରେ ପୁଅ ଇଏ ବି ରେ ପୁଅ ପୁରା ଖାଇ ପିଇକିରି ପୁରା ଖୁସି ପୁରା ଆଉ କିରା ଆଉ ମୁଁ କୋଉଟେ ଛାଡିଆ ପିଲା ମୁଁ ବି ଗଲି ରେ ପୁଅ ହାତ ବଢେ ଗୁପଚୁପ ଟିକେ ନେଇ ଆଇଲି ତୁ ନିକିନା ପାଟରେ ପୁରେଇ ଦେ ତାପରେ ତ ସାଙ୍ଗଟା ଯୋଉ ବରା ଆଣିଲା ମୁଇଁ ଟିକେ ଖାଇଦେଇକିନି ଉଫ କି ଶାନ୍ତି ବେ ବଢିଆ ଲାଗୁଛି। ଏଇ ଜିରେ ପୁଅ ଖାଇଲା ବେଳେ ମତେ କିଏ ଗୋଟେ ପଛରୁ ହୁଲି ମାଇଲା ବି ଜାଣିପାରିଲିନି ମୁଁ ହେଠୁ ଘରକୁ ଆସି ଦେଖିଲା ବେଳକୁ ମାନେ ବି ଘର ଲୋକ ବାପା ବୋଉ ଅଙ୍କଲ ଆଣ୍ଟି ସବୁତିକ ମିଶିକି ହୋଲି ଖେଳୁଥିଲେ ପୁଅ ଛୁଆଡାକୁ ବି ଦେଖୁଛୁ କି ନାଇଁ ଆଉ ଖାଲି କନ ହେଇଯାଉଛି ତ ଆଉ ହେଠୁ ପୁଅ ଅଙ୍କଲ ଧରିଲେ ବାପାଙ୍କ ବେକରେ ହୋଲି ମାଇଲେ ଆଉ ଆଣ୍ଟି ଧରିଲେ ବାପାଙ୍କ ମୁଣ୍ଡକୁ ହୋଲିଟା ଫିକି ଦେଇକି ଆଉ ସେ ଖୁସିରେ ଟିକେ ମାଜା ପିଇଦେବା ଆଉ ଭିଡିଓଟି ଯଦି ଏତେ ପର୍ଯ୍ୟନ୍ତ ଦେଖିଛ ତାହେଲେ ଗୋଟେ ଲାଇକ୍ କମେଣ୍ଟ ସେୟାର କରିବେ ହଁ ରିପୋଷ୍ଟ ଗୋଟେ କରିବେ ଆଉ ଫଲୋ କରିବାକୁ ଭୁଲିବେନି ତମ ସାନ ଭାଇଟାକୁ।